ଜୟ ଜଗନ୍ନାଥ ସାଙ୍ଗମାନେ, ସକାଳେ ଆଜି ଖାଇବାର ବ୍ଲଗ୍ଟି ଷ୍ଟାର୍ଟ କରି ଖାଇସାରି ଆମେ ଭାଇ ଭଉଣୀ ବାହାରିଲୁ ବାଲେଶ୍ୱର ଅଭିମୁଖେ। କାହିଁକିନା ମୋର ଆଜି ଗୋଟେ ଟ୍ରେନିଂ ଅଛି। ତେଣୁ ବାଲେଶ୍ୱର ହେଡ଼କ୍ୱାର୍ଟରରେ ମୋର ଟ୍ରେନିଂ ଥିବାରୁ ମୁଁ ଆଉ ମୋ ଭାଇ ସେଠି ପହଞ୍ଚିଗଲୁ। ସେଠି ସେ ଦିଦିଙ୍କ ସହିତ ଦେଖାଗଲା। ମୁଁ ଟ୍ରେନିଂ ରୁମ୍କୁ ଗଲି। ଟ୍ରେନିଂ ରୁମ୍ରେ ପହଞ୍ଚି ସେମାନଙ୍କ ସହିତ କଥାବାର୍ତ୍ତା ହେଲି। ତାପରେ ଟ୍ରେନିଂ ସରିଲା ପରେ ମୁଁ କ'ଣ କଲି ନା ନର୍ସରୀକୁ ପଳେଇ ଯାଇଥିଲି। କାହିଁକିନା ନର୍ସରୀ ମୋର ବହୁତ ଫେଭରେଟ୍ ଜାଗା। ମୋତେ ବହୁତ ଭଲ ଲାଗେ ସେଠି ଗଛ ଆଣିବା ପାଇଁ। ନର୍ସରୀ ବହୁତ ପ୍ରକାର ଗଛ ସବୁ ତ ଆଣିବା ପାଇଁ ବହୁତ ଇଚ୍ଛା ହେଉଥିଲା। ଗଛ ଦେଖିସାରି କିଛି ଅମୃତଭଣ୍ଡା ଗଛ, କିଛି ଫୁଲ ଗଛ, ଆଉ କିଛି ଅନ୍ୟାନ୍ୟ ଗଛ ନେଇ ଘରକୁ ପଳେଇ ଆସିଲି। ତାପରେ ଆଜି ମୋ ଗାଡ଼ିଟା ଟିକେ ପ୍ରୋବ୍ଲେମ୍ ଦେଖାଉଥିଲା। ଭାବିଲି ଟିକେ ଗାଡ଼ିଟା ବି ଟିକେ ସଜାଡ଼ି ଦେବା। ତାପରେ କ'ଣ କଲି ନା ଟିକେ ହେଉଛି ମାନେ ଗୁପଚୁପଟିକୁ ଖାଇଦେଇ ଚାଲି ଆସିଲି ଗାଡ଼ିଟା ଦେଖିବା ପାଇଁ। ତେଣୁ ଗୁପଚୁପ ଆମେ ଟିକେ ଖାଇଦେଲୁ। ଏ ଯମୁନାରେ ଥିବା ଭାଇରାଲ ଗୁପଚୁପ। ରାଗ ତ ବହୁତ ଥିଲା, ଯାହା ଯେମିତି ଖାଇଲୁ। ଖାଇସାରି ଆସି ଆମେ ପହଞ୍ଚିଗଲୁ ଗାଡ଼ି ସଜାଡ଼ିବା ପାଖରେ। କାହିଁକିନା ମୋ ଗାଡ଼ିଟା ଆଜି ଟିକେ ସକାଳଠୁ ପ୍ରୋବ୍ଲେମ୍ ଦେଖାଉଥିଲା। ଗାଡ଼ି ସଜାଡ଼ିବା ପାଇଁ ଲାଇନ୍ ଦେଲୁ। ଗାଡ଼ି ଧୁଆଧୁଇ ପୋଛାପୋଛି କଲୁ। କଲାବେଳକୁ ବହୁତ ସନ୍ଧ୍ୟା ହେଇଯାଇଥିଲା। କାହିଁକିନା ଏଇଟା ଇଭି ସ୍କୁଟି, ତେଣୁ ତାକୁ ଚାର୍ଜିଂ ପାଇଁ ଲଗାଇ ଆମେ ଅପେକ୍ଷା କଲୁ ଚାର୍ଜିଂ ହେବାରେ। ଚାର୍ଜିଂ ହେଇସାରିଲା ପରେ ଆମେ ଦୁଇ ଜଣ ରାତି ବହୁତ ହେଇଯିବାରୁ ଆମେ ଘରକୁ ଫେରିଲୁ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟା ଭଲ ଲାଗିଛି, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।